ଭଦ୍ରକରେ ମାତିଛି କୋଇଲା ବେପାର। ରାତାରାତି ମାଲେମାଲ ହେଉଛନ୍ତି ଚୋର ଆଉ ପକେଟ ଗରମ ହେଉଛି ପୋଲିସ ବାବୁଙ୍କର। ହଁ ଆଜ୍ଞା, ଏହା ଆମେ କହୁନାହୁଁ, ଏହା ଲୋକମାନେ କହୁଛନ୍ତି। ଆପଣମାନେ ଥରେ ଭାବନ୍ତୁ, ଯଦି ପୋଲିସ ସଜାଗ ରହିବ ତାହେଲେ ଚୋର କ'ଣ କେବେ ଚୋରି କରିପାରିବ? ଥରେ ଭାବି ଦେଖନ୍ତୁ, ଆମେ ଖବର ବାରମ୍ବାର ଦେଖାଉଛୁ ପୋଲିସ କୋଇଲା ଗାଡ଼ି ଜବତ କରୁଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇପାରୁନାହିଁ କାହିଁକି? କେଉଁଠାରେ ଚୋରା କୋଇଲା ଧରା ପଡ଼ୁଛି କିନ୍ତୁ ଡ୍ରାଇଭର ଖସି ପଳାଉଛି, ତ କେଉଁଠାରେ କୋଇଲା ଧରା ପଡ଼ୁଛି ତ ପୁଣି ଗାଡ଼ି ଖସି ପଳାଉଛି। ଏଠି କଥା ଉଠୁଛି ଭଦ୍ରକରେ ଚୋରା କୋଇଲା ବେପାର ବନ୍ଦ କରିବାରେ କାହିଁକି ଅସମର୍ଥ ପ୍ରଶାସନ। ସାବରଙ୍ଗ ଥାନା ଅଧୀନରେ ସବୁଠୁ ଅଧିକ ଚୋରା ବେପାର ଚାଲିଥିବାର ଖବର ମିଳୁଛି। ଏବେ ତ ସାଧାରଣ ଜନତା ମୁହଁ ଖୋଲିଲେଣି, କିନ୍ତୁ ବାକି ରହିଲା ଦେଖିବା ପାଇଁ କେବେ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ। ଦେଖୁଛୁ କୋଇଲା ସିଜ୍ କରୁଛନ୍ତି, ଗାଡ଼ି ଧରୁନାହାନ୍ତି। ଗାଡ଼ି ଜାଗା ରହୁଛି, ମାଲିକ ଜାଗା ରହୁଛି, ମାଲିକ ନାଁରେ କେସ୍ ହେଉନି କି ଡ୍ରାଇଭର ନାଁରେ କେସ୍ ହେଉନି। ଆଉ ଆମେ ବହୁତ ଅସୁବିଧାରେ ଚାଲିଛୁ ଏଠି, ଗାଡ଼ି ଫାଡ଼ି ଚଲେଇକି ଆମ ଛୁଆ ପିଲା ପାଠ ପଢ଼ି ପାରୁନାହାନ୍ତି। ଆଉ ଆମେ ଚାହୁଁଛୁ କେମିତି ନ୍ୟାୟ ପାଉ, ଆମର ପ୍ରଶାସନକୁ ଜଣାଇବାକୁ ଚାହୁଁଛୁ ଯେ କୋଇଲା ବନ୍ଦ କରାଯାଉ। ଏଠି କୋଇଲା ଜାଗା ରହୁଛି, ଗାଡ଼ି ଧରୁନାହାନ୍ତି, ମାଲ ନେଇଯାଉଛନ୍ତି। ଆଜି ସକାଳେ ବି ସେଇଭଳିଆ ଗୋଟେ ଘଟଣା ହେଇଛି। ମାଲ ନେଇଗଲେ, ଗାଡ଼ିଟା ସେ ମାଲ ଜାଗାର ଗାଡ଼ି ଠିଆ ହେଇଥିଲା, ଗାଡ଼ିକି ନେଲେନି, ଆଉ ଗାଡ଼ି ଛାଡ଼ି ଦେଇକି ଖାଲି ମାଲ ନେଇକି ପଳେଇଲେ। ଭଦ୍ରକରୁ ଭବାନୀ ଶଙ୍କର ସେଠୀ ଏବଂ ଦୀପକ କୁମାର ରାଣାଙ୍କ ରିପୋର୍ଟ, ଷ୍ଟେଟ୍ ନ୍ୟୁଜ୍ ଓଡ଼ିଶା।